ମୁଁ ମୋ ଜୀବନରେ 50 ବର୍ଷ 60 ବର୍ଷ ସକ୍ରିୟ ରାଜନୀତି କରିଛି, କ୍ୟାଣ୍ଡିଡେଟ୍ ହେଇଛି, 6 ଥର ଜିତିଛି। କିନ୍ତୁ ଏଥର ନିର୍ବାଚନ ଗୋଟେ ନିଆରା। ମୋ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ଏମ୍ପି ଟିକେଟ୍ ଦେଲେ, ମୁଁ ଗଲି ସାହାଯ୍ୟ କରିବା ପାଇଁ। ଯେହେତୁ ମୋ ପୁଅ, କଂଗ୍ରେସ ଦଳ ମୋତେ 6 ବର୍ଷ ପାଇଁ କାଢ଼ିଦେଲେ, ମୋତେ ଫ୍ରିଡମ୍ ଦେଲେ, ଯାହା ତୋ ପୁଅ ପାଇଁ ପୁରା ମାତ୍ରାରେ ନାଗା ନାଚ ପକେଇ ତାକୁ ସାହାଯ୍ୟ କରେ। ସୁଯୋଗ ମିଳିଲା ପରେ ମୁଁ ଚାଲିଲି ନମ୍ବର 1 ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ। ଚାରିଆଡ଼େ ଖେଦିଲି, ଜନସାଧାରଣ ପାଖେ ପହଞ୍ଚିଲି। ଆଦିବାସୀ, ହରିଜନ, ମୁସଲମାନ, ଖ୍ରୀଷ୍ଟିଆନ, ଛାତ୍ର, ଯୁବକ ସବୁ ଶ୍ରେଣୀ। ତାପରେ ଆଇଲି ଖୋର୍ଦ୍ଧା, ସମସ୍ତଙ୍କ ସହିତ ମିଶିଲି। ତାପରେ ଜଟଣୀ ତ ମୋର ଘର ଜଟଣୀ। ତାପରେ ଆସିଲି ଉତ୍ତରରେ ବଡ଼ ବଡ଼ ବସ୍ତି ଗୁଡ଼ାକ ମୁଁ ବସେଇଥିଲି ଜାନି ପଟ୍ଟନାୟକକୁ ଧରି। ଶିଖରଚଣ୍ଡୀ ବିରାଟ ବସ୍ତି, ସାଲିଆ ସାହି ବିରାଟ ବସ୍ତି, ଭରତପୁର ବିରାଟ ବସ୍ତି, ରଘୁନାଥନଗର ଡୁମଡୁମା ବିରାଟ ବସ୍ତି ବସେଇଥିଲି। ଆପଣ ଦେଖିଲେ ଖୁସି ହେଇଯିବେ। ସେମାନେ ଯେତେ ଭଲରେ ଅଛନ୍ତି, ତମେ ସାମ୍ବାଦିକ କି IAS ଅଫିସର କି OS ଅଫିସର କି ଇଞ୍ଜିନିୟର ବି ନାହାନ୍ତି। ସମସ୍ତେ ପକ୍କା ଘର, ପିଇବା ପାଣି, ଇଲେକ୍ଟ୍ରି, ଶିକ୍ଷାର ପ୍ରସାର, ସ୍ୱାସ୍ଥ୍ୟର ପ୍ରସାର, ବିଦ୍ୟୁତର ପ୍ରସାର ବ୍ୟବସ୍ଥା କରିଦିଆଯାଇଛି। ବୁଲି ଜୟଦେବ ଗଲି, ଜୟଦେବରେ ବହୁ କାର୍ଯ୍ୟ କରିଛୁ ଆମେ। ବାଲିଅନ୍ତା ବାଳକାଠି ଚାରିଆଡ଼େ ବୁଲି, କାଲି ପୁଲିଂ ମୁଁ ନିଜେ ଜଟଣୀର 10ଟା ବୁଥ ବୁଲିକିରି ନିଜେ ଭୋଟ ଦେଲି। ପଳେଇଲି ବେଗୁନିଆ ବୋଲଗଡ଼, 10-12ଟା ବୁଲିଲି, ବୁଥ ସିଚୁଏସନ୍ ଦେଖିଲି। ଖୋର୍ଦ୍ଧା, ଜଟଣୀ, ଆମର ଉତ୍ତର ଏବଂ ମଧ୍ୟମ ଏକାମ୍ର ଜୟଦେବ ଯାଇପାରିଲିନି। କଭର କଲାବେଳକୁ ରାତି 8ଟା ହେଇଗଲା। ଏବଂ ଯାହା ମୁଁ ଦେଖିଲି, ସୋମଟା ହାୱା, ଲୋକଙ୍କ ମତ। ଭୁବନେଶ୍ୱର ଯେଉଁ ବୁଥକୁ ଗଲି ସମସ୍ତେ ସୁରଭାଇ ପୁଅ, ମନ୍ମଥ ରାଉତରାୟ, ନବୀନ ପଟ୍ଟନାୟକ, ପାଣ୍ଡିଆନ, ବହୁ କାମ ସେ କରିଛନ୍ତି ରାଜ୍ୟର, ବେଗୁନିଆ ବୋଲଗଡ଼ର, ଖୋର୍ଦ୍ଧା, ଜଟଣୀ, ଭୁବନେଶ୍ୱରର, ଜୟଦେବର। ସମସ୍ତଙ୍କ ମନରେ ନବୀନ ବାବୁ ଯେଉଁ କାମ କରିଛନ୍ତି ଲୋକ ପାଇଁ, ସେଥିପାଇଁ ଏବଂ ମୋ ପୁଅକୁ ଦେଖିକିରି, ପୁଅର ଭାଷା ଶୁଣିକିରି ତା ପାଇଁ, ଏବଂ 50-60 ବର୍ଷ ହେଲା ମୁଁ ଏ ଅଞ୍ଚଳରେ କାମ କରୁଛି ତା ପାଇଁ ଚାରିଆଡ଼େ ଗୋଟେ ହାୱା ସୃଷ୍ଟି ହେଇଛି। ମନ୍ମଥ ରାଉତରାୟ ବିପୁଳ ସଂଖ୍ୟାରେ 24 ତାରିଖ ଦେଖିବେ ପେଡ଼ିରେ ଥୁଆ ହେଇଯାଇଛି। ଭୋଟ ହେଇକିରି ଗଣା ହେବ, ଆନାଉନ୍ସ ହେବ 4 ତାରିଖ ଦିନ। କେତେ କହିବେନି, ଜିତିବା ସୁନିଶ୍ଚିତ। ଜଗନ୍ନାଥ, ଆଲ୍ଲାହ, ଯୀଶୁ, ବୁଦ୍ଧ ଏବଂ ମା ଦକ୍ଷିଣଚଣ୍ଡୀ, ଲିଙ୍ଗରାଜ ବା ଲକ୍ଷ୍ମୀ ଆଶୀର୍ବାଦ ଦେଇଛନ୍ତି। ପେଡ଼ିରେ ରହିଯାଇଛି ଭୋଟ, ନିଶ୍ଚିନ୍ତ ଜିତୁଛନ୍ତି। ନବୀନ ପଟ୍ଟନାୟକ 9 ତାରିଖ ଶପଥ ନେବ। ହାରାହାରି 90ରୁ ବିଜେପି ସେକେଣ୍ଡ ରହିବ, ଥାର୍ଡ ରହିବ, କିନ୍ତୁ ସମସ୍ତଙ୍କର ସଂଖ୍ୟା ବଢ଼ିବ। 180ରୁ ଅଧିକା ଆଇଲେଣି। ଆଉ ଥରେ ଭୋଟ ହେଇଯିବ, 250 ହେଇଯିବ। ପ୍ରାଇମ୍ ମିନିଷ୍ଟର ରାହୁଲ ଗାନ୍ଧୀ ହେବ, ଖୁବ୍ ବଢ଼ିଆ ହେବ। ଏବଂ 9 ତାରିଖରେ ହାରାହାରି ମୋର ଯାହା ସର୍ଭେ ରିପୋର୍ଟ କଲେକ୍ସନ କରିଛି, 90ରୁ 95 ବିଜେଡି MLA ଆସିବେ। ନବୀନ ପଟ୍ଟନାୟକ 9 ତାରିଖ ଦିନ ଫେରେ 6 ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ। ଏୟାର ଇଣ୍ଡିଆ କ୍ୟାପ୍ଟେନ୍ ଥିଲା ସେ, 150 ଦେଶକୁ ଯାଇଛି, ଜ୍ଞାନ ଅର୍ଜନ କରିକି ଆଇଛି। ଏ ଗୋଟେ ସୁଯୋଗ ମିଳିଛି। ନବୀନ ବାବୁ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ବୋଲଗଡ଼, ବାଳକାଟି ଚାରିଆଡ଼େ ବୁଢ଼େ କାମ କରିଛନ୍ତି। ସେ କାମ ପାଣ୍ଡିଆନଙ୍କ ଦୀପ୍ତି ଆଉ ମୋର ସଂଗଠନ, ଆମେ ଯେଉଁ ନାଗରିକ ଏ 7ଟା ନିର୍ବାଚନ ବେଳେ ପ୍ଲସ୍ କରିଦେଲେ, ମନ୍ମଥ ରାଉତରାୟ ବିପୁଳ ସଂଖ୍ୟାରେ ଜିତିବେ।